ପିଲାବେଳେ ଗଣିତ କଷିବାକୁ ଭାରି ଭଲ ଲାଗୁଥିଲା, କିନ୍ତୁ ଆଜି ଜୀବନର ଗଣିତରେ ମୁଁ ବିଫଳ ହୋଇଛି। ମୁଁ ଏକ ବେକାରୀ ଯୁବକ, ଦୁନିଆ ପାଇଁ ଆଜି ବେକାର ହୋଇଯାଇଛି। ଚାକିରିଆ ସାଙ୍ଗମାନଙ୍କୁ କଲ୍ଟିଏ କଲେ ତାଙ୍କ ହୃତ୍ସ୍ପନ୍ଦନ ବଢ଼ିଯାଉଛି। ମୋ ବେରୋଜଗାରିତା ଆଜି ମୋ ସାଙ୍ଗମାନଙ୍କୁ ମୋଠୁ ଦୂରେଇ ନେଇଛି। ଆଜିକାଲି ମୁଁ ଓ ମୋର ବେକାରୀପଣ ବନ୍ଧୁବାନ୍ଧବଙ୍କ ଲାଗି ଏକ ମୁଖ୍ୟ ପ୍ରସଙ୍ଗ। ପଡ଼ୋଶୀଙ୍କ ହସରେ ବି ଆଜିକାଲି କାହିଁକି ପରିହାସ ଝଲକୁଛି। ଜାଣିଛ, ମୋ ପ୍ରେମିକା ବି ଆଜିକାଲି ଭାରି ବ୍ୟସ୍ତ ହୋଇଯାଇଛି। ଅନଲାଇନ୍ ଥାଇ ବି ମୋ ମେସେଜର ରିପ୍ଲାଏ ଦେଉନି। ପଚାରିଲେ କଟାକ୍ଷ ଚାହାଣି ଦେଇ କହୁଛି, ମୋର ତ ସହସ୍ର କାମ, ମୁଁ ତ ତୁମ ପରି ବେକାର ବସିନି। ପିଲାବେଳେ ନ ଖାଇ ଶୋଇଲେ ବାପା ବିରକ୍ତ ହେଉଥିଲେ, ବୋଉ କୋଳରେ ବସାଇ ଖୁଆଇ ଦେଉଥିଲା। ଆଜିକାଲି କେତେ ଯେ ରାତି ମୁଁ ନ ଖାଇ ଶୋଇଛି, କିନ୍ତୁ ନା କେହି ବିରକ୍ତ ହେଉଛି, ନା କେହି ଖୁଆଇ ଦେଉଛି। ମୋ ଭଉଣୀର ରାକ୍ଷୀ ବି ଆଜିକାଲି ଭାରି ବିଳମ୍ବରେ ଆସୁଛି। ବୋଧେ ବେରୋଜଗାରିତାର କଳା ବାଦଲ ସମ୍ପର୍କର ଧ୍ରୁବତାରାଟିକୁ ନିଷ୍ପ୍ରଭ କରିଦେଇଛି। ଶୁଣିଛି ଅର୍ଥ ଲାଞ୍ଚ ଦେଲେ କାଳେ ଚାକିରିଟିଏ ମିଳେ। ଆଜ୍ଞା, ବିନା ରୋଜଗାରେ ସେ ଅର୍ଥଟି କେଉଁଠୁ ଯୋଗାଡ଼ିବି? ହାତରେ ତୁମର